ରୋହିତ ରାମକୁ ନିଆଁ ଦେଖେଇ ସିଏ ତାଙ୍କ କଥାରେ ହଁରେ ହଁ ମିଶେଇବାକୁ ଚେଷ୍ଟା କରନ୍ତି। ଆଉ କାମିନୀ ମଧ୍ୟ ତାଙ୍କ ସହିତ ମିଶି ଯାଇଥାନ୍ତି। ଆଉ ତାଙ୍କୁ ଦି ସାଇଡ଼ରେ ନିଆଁ ଦେଖେଇ କହୁଛନ୍ତି ତୁ ସେ ଚିକି ସହିତ ଆଜିଠୁ କେବେ ବି ମିଶିବୁନି, ସେ ଖରାପ ଝିଅ କହି ରାମଙ୍କ ମାଇଣ୍ଡରେ ସେସବୁ ଭର୍ତ୍ତାନ୍ତି। ଆଉ କାମିନୀ କହନ୍ତି ତୁ ଯଦି ସେମିତି ନ କହୁ ତାହେଲେ ମୁଁ ତୋତେ ଛାଡ଼ି ଚାଲିଯିବି। ଆଉ ସେ ବହୁତ ଜୋରରେ ଡରିଯାଇ କାମିନୀଙ୍କ ପାଖକୁ ଆସିଯାଆନ୍ତି। ଆଉ ରାତିରେ ହଠାତ୍ ତାଙ୍କ ଦେହ ଖରାପ ହେଇଯାଏ। ଡକ୍ଟର ବାବୁ ଆସନ୍ତି ଚେକଅପ୍ କରିବାକୁ। ସେ ଚେକଅପ୍ କରୁଥାନ୍ତି। ଆଉ ତାଙ୍କ ମା ସୁଗନ୍ଧା କହନ୍ତି ମା ମୋ ରାମର ତ କିଛି ହେଇନଥିଲା, ଏଇଠି ତ ସେ ଖେଳୁଥିଲା, ପୁଣି ସାଙ୍ଗେ ସାଙ୍ଗେ କ'ଣ ହେଲା? ଆଉ ସେତିକି ବେଳେ ତାଙ୍କ ଖୁଡ଼ି କହନ୍ତି ସେ ପରା ଛୋଟ ଛୁଆ ଭଳି ବିହେଭ୍ କରୁଛନ୍ତି। ତାପରେ ତାଙ୍କ ମା କହନ୍ତି କାମିନୀ କହନ୍ତି ସେ ଖୁବ୍ ଶୀଘ୍ର ଭଲ ହେଇଯିବ, ତୁମେ ବ୍ୟସ୍ତ ହୁଅନି। ଡକ୍ଟର କହନ୍ତି ମୁଁ ଯାହା ଦେଖିଲି ରାମଙ୍କ ପ୍ରିୟ ମଣିଷ ପାଖରେ ଯଦି ସେ ବେଶୀ ଟାଇମ୍ ରହନ୍ତି ତାହେଲେ ହୁଏତ ସେ ଖୁବ୍ ଶୀଘ୍ର ଭଲ ହେଇପାରନ୍ତି। ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣମାନେ ପେସେଣ୍ଟକୁ ମେଡ଼ିସିନ ଦେବାରେ ଅବହେଳା କରୁଛନ୍ତି। ଆଉ ସେତିକି ବେଳେ ରାମ ଚିକି କହି ବେଡ଼ରୁ ଉଠି ପଡ଼ନ୍ତି। ତାଙ୍କୁ ଲାଗେ କି ସେ ଚିକିଙ୍କଠୁ ଦୂରେଇ ଯାଉଛନ୍ତି ବୋଲି ସେ ବେଡ଼ରୁ ଉଠି ପଡ଼ନ୍ତି। ଆଉ ଡକ୍ଟର କହନ୍ତି ଏଇ ଚିକିକୁ ଯଦି ରାମଙ୍କ ସହିତ ପାଖରେ ରହିବାକୁ ଦିଆଯାଏ ତାହେଲେ ହୁଏତ ରାମ ଖୁବ୍ ଶୀଘ୍ର ତାଙ୍କ ମେମୋରିକୁ ଫେରି ପାଆନ୍ତେ। ଆଉ ରାମଙ୍କ ମା କହନ୍ତି ଆପଣ ଠିକ୍ କହୁଛନ୍ତି ଡକ୍ଟର, ଚିକି ହିଁ ମୋ ରାମ ସହିତ ରହିବ।